ସକାଳୁ ସକାଳୁ ବାହାରକୁ ଆସିଥିଲା ପରିବା ବାଲା। ମା ଯାଇକି ପରିବା କିଛି ଆଣିଥିଲା। ସକାଳୁ ମାନେ ଟାଇମ ଆସିକି 11ଟା ହେଇଗଲାଣି। ଆଉ ଆମେ ବସିକି ଏଠି ଖାଇସାରିକି ନାଲି ଚାହା ଟିକେ ପିଉଛୁ, ଯୋଉଟା ଭାଉଜ ସ୍ପେଶାଲ ଚାହା ନାଲି ଚାହା ବନେଇଥିଲେ। ଟାଇମ 10ଟା ଟାଇମ ହେଇଛି, କାରଣ ଆମ ଝିଅ ସ୍କୁଲ ଯାଇନି। ସେ ସ୍କୁଲ ଯାଇନି ଯେହେତୁ 10ଟା ଟାଇମ ହେଇଛି। ସେ ଏଠି ବସେଇ ଦେଇଛନ୍ତି ମାଛ ଭଜାରେ। ମତେ କହିଲେ ତମେ ଟିକେ ଆଜି ମାଛ ଭଜା କର। ମୁଁ ତ ଜାଣିଛନ୍ତି ଚୁଲାରେ ମତେ ଟିକେ ଭଲ ଲାଗେ ମାଛ ଭାଜିବା ପାଇଁ। ମୁଁ ବସି ପଡିଥିଲି ମାଛ ଭଜାରେ। ମୁଁ କହିଲି ଦେଖିବ ଆଜି ମାଛ ଭାଜିବି, ମାଛଟା ବହୁତ ବଢିଆ ଲାଗିବ, କାରଣ ଏମିତିରେ ବି ଚୁଲାରେ ମାଛ ଭଜା ହଉଛି। ଭାଉଜଙ୍କୁ କହିଥିଲି ଆଜି ଟିକେ ଆଳୁ ପୋଡା, ବାଇଗଣ, ଟମାଟୋ ପୋଡା ପୋଡି କରିଦବ, ଟିକେ ଚକଟା ଚକଟି କରିବା, ଆଉ ପଖାଳ ସହିତ ଖାଇବା। ସାଧାରେ ମୋ ପାଇଁ କିଛି ବନେଇବନି, କାରଣ ଅଲଗା ଲୋକମାନେ ଯୋଉମାନେ ସାଧା ଖାଇବେ ସାଧା ସେମାନଙ୍କ ହବ, ମୋ ପାଇଁ କିଛି ବନେଇବନି। ଡାଲି ବି ମୁଁ ଏମିତିରେ ଜାଣିଛନ୍ତି ମୁଁ ଖାଏନି। ବାପଘର ହାଣ୍ଡିରୁ ପଖାଳ ଯୋଡେ ଖାଇଲେ କେମିତି ଲାଗିବ କହିଲେ? କାରଣ ପୁରୁଣା କଥା ମନେ ପଡିଯାଏ ପଖାଳ ଖାଇଲେ। ମୋ ଝିଅ ବିଲେଇ ମାଛ ଯେତେବେଳୁ ଦେଖିଦେଲାଣି ମୋ ପିଛା ଆଉ ଛାଡୁନି। ସତରେ ଚୁଲାରେ ରୋଷେଇ ଭଲ ଲାଗେ ନା? ବହୁତ ଟେଷ୍ଟି ଲାଗେ, ଆଉ ବହୁତ ମଧ୍ୟ ଭଲ ଲାଗେ। ନାହାନ୍ତି ମାଛଟି କେତେ ସୁନ୍ଦର ଦେଖା ଯାଉଛି, ଆଉ ତାୱାରେ ଭଜା ହେଇଛି। ସେ ବାସ ସରି ସାରିଲା ପରେ ଆମେ ବସି ପଡିଥିଲୁ ସମସ୍ତେ ଖାଇବା ପାଇଁ। ଯେହେତୁ ଚକଟା ଚକଟି କହିଥିଲି, ମାନେ ମୁଁ ବନେଇବି ଆଉ ଭାଉଜ ଚକଟା ଚକଟି ଖାଇବେ। ମାନେ ଆଉ ବାପା ଭାଇ ଖାଇସାରିଲେଣି। ଆମେ ବସିଛନ୍ତି ମା, ଭାଉଜ ଆଉ ମୁଁ 3 ଜଣ ଯାକ ବସି ପଡିଛୁ ଚକଟା ଚକଟି ସହିତ ପଖାଳ, ମାଛ ଭଜା, ଅଣ୍ଡା ଆମଲେଟ, କଦଳୀ ଭଜା, ଏମିତି କଣ କଣ ଥିଲା। ରଖୁଛି। ଜୟ ଜଗନ୍ନାଥ।